ଚାଲନ୍ତୁ ମୁଁ ଆପଣଙ୍କୁ ଗୋଟେ ସମ୍ବଲପୁରୀ ଗୀତ ଶୁଣେଇ ଦେଉଛି। ଯେଉଁ ଗୀତଟିକୁ ମୁଁ ଏଇ ମୋବାଇଲ ଫୋନରେ ଯେଉଁ ମୋବାଇଲ ଫୋନ ଧରିଛି ଏଇ ମୋବାଇଲ ଫୋନରେ ମୁଁ ନିଜେ ହିଁ ତିଆରି କରିଛି ପୁରା ମ୍ୟୁଜିକ୍ ସହିତ। ପୁରା ପ୍ରପର ସମ୍ବଲପୁରୀ ସଙ୍ଗଟିଏ ତିଆରି କରିଛି। ଆପଣ ଶୁଣନ୍ତୁ, ମୁଁ ଗୀତଟିକୁ ଶୁଣେଇ ଦେଉଛି ପୁରା ମ୍ୟୁଜିକ୍ ସହିତ, ମାନେ ଇଣ୍ଟରଲ୍ୟୁଡ୍ ପ୍ରିଲ୍ୟୁଡ୍ ମ୍ୟୁଜିକ୍ ସହିତ ତିଆରି କରିଛି ପୁରା ଫ୍ରିରେ। हाय रे मोर रंगवती जाऊछु काहीं हली हली। हाय रे मोर रंगवती जाऊछु काहीं हली हली। तोर चाली देखी करी गो मन जाऊछे जली जली। तोर चाली देखी करी गो मन जाऊछे जली जली। এটা গীতটি শুনিলে এই গীতটিକୁ ମୁଁ ପୁରା ଏଇ ମୋବାଇଲ ଫୋନଟି ପ୍ରଥମରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ, ମାନେ ଲିରିକ୍ସରୁ କ୍ରିଏଟ୍ କରିବାଠୁ ଗୀତ ତିଆରି କରିବା ପର୍ଯ୍ୟନ୍ତ ଏଇ ମୋବାଇଲ ଫୋନରେ ହିଁ ତିଆରି କରିଛି ପୁରା ଫ୍ରିରେ। ପୁରା ଗୀତଟି ପାଖାପାଖି 4 ମିନିଟ୍ର ଗୀତଟି ତିଆରି କରିଛି, ଆପଣ ବି କରିପାରିବେ। ତ ଚାଲନ୍ତୁ ଆଜି ମୁଁ ତାର ପ୍ରୋସେସ୍ କହିବି ଯେ କେମିତି ଆପଣ ଫ୍ରି ଅଫ୍ କଷ୍ଟରେ ଗୋଟେ ସମ୍ବଲପୁରୀ ଷ୍ଟାଇଲର ଗୀତ ସମ୍ବଲପୁରୀ ଧୁନ୍ ସହିତ ମୋବାଇଲ ଫୋନରେ ତିଆରି କରିବେ। ତାର ପ୍ରୋସେସ୍ ମୁଁ ଆଜି କହିବି। ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ରିକ୍ୱେଷ୍ଟ, ଆପଣ ଏଇ ଟେକ୍ ରିଆନ୍ସ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଦେଖି ସାରିଲା ପରେ ଲାଇକ୍ କରିଦିଅନ୍ତୁ ଏବଂ ସେୟାର ମଧ୍ୟ କରିଦିଅନ୍ତୁ। ତ ପ୍ରଥମେ ଆମେ କ'ଣ କରିବା? ପ୍ରଥମେ ଆମେ ଯେତେବେଳେ ବି ଗୋଟେ ଗୀତ ତିଆରି କରିବା ପାଇଁ ହେଲେ ଆମକୁ କ'ଣ ଦରକାର? ଗୋଟେ ଲିରିକ୍ସ ଦରକାର। ସମ୍ବଲପୁରୀ ସଙ୍ଗ ଯିଏ ଯଦି ଲିରିକ୍ସ ଲେଖୁଥିବେ ତାଙ୍କ ପାଇଁ କିଛି ଅସୁବିଧା ନାହିଁ, ଏବଂ ଧରନ୍ତୁ ଯିଏ ଲିରିକ୍ସ ଲେଖିପାରନ୍ତି ନାହିଁ ତାଙ୍କୁ ତ ଗୀତ ତିଆରି କରିବା ଗୋଟେ ଲିରିକ୍ସ ତ ଦରକାର। ତ ଆପଣ ଲିରିକ୍ସ ପ୍ରଥମେ ପାଇବେ କେଉଁଠୁ? ନିଜେ ହିଁ ତିଆରି କରିବେ, କାହାରି ପାଖକୁ ଯିବାକୁ ହେବ ନାହିଁ। ଏଇ ମୋବାଇଲ ଫୋନରେ ଲିରିକ୍ସଟି ଆପଣ ପାଇଯିବେ ଫ୍ରି ଅଫ୍ କଷ୍ଟରେ। ଗୋଟେ ନୂଆ, କାହାରି ଲିରିକ୍ସ ଦରକାର ନାହିଁ, ପୁରା ନିଜର ଗୋଟେ ଲିରିକ୍ସ ଆପଣ ପାଇଯିବେ। କେମିତି କରିବେ କ'ଣ? ଗୁଗୁଲ କ୍ରୋମ୍ ଆପ୍ଲିକେସନର 2ଟି ଜାଗାରୁ ଆପଣ ଲିରିକ୍ସ ପାଇପାରିବେ ସମ୍ବଲପୁରୀର। କ'ଣ? ଗୋଟେ ହେଉଛି ଚାଟ୍ ଜିପିଟିରେ, ଆଉ ଗୋଟେ ହେଉଛି ଜେମିନାଇରେ ଗୁଗୁଲର। ତ ପ୍ରଥମେ କ'ଣ କରିବେ? ଲେଖିଦେବେ ଚାଟ୍ ଜିପିଟି, ସର୍ଚ୍ଚ ବାର୍ରେ ଲେଖିଦେବେ ଚାଟ୍ ଜିପିଟି। ଲେଖିଦେଲେ ଆପଣଙ୍କ ଏଇ ଅପସନ୍ଟି ଆସିଯିବ। ଏଇ ଅପସନ୍ଟି ଆସିଗଲେ ଚାଟ୍ ଜିପିଟି ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲା ପରେ ଆପଣଙ୍କର ଏଇ ଅପସନ୍ଟି ଖୋଲିଯିବ। ଖୋଲିଗଲା ପରେ ଏଇଠି କ'ଣ ଅଛି? ଆସ୍କ ଏନିଥିଙ୍ଗ ଗୋଟେ ଅପସନ୍ ଅଛି, ଦେଖିବେ। ସେଇ ଆସ୍କ ଏନିଥିଙ୍ଗ ଉପରେ ଆପଣ ଏଇଠି କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲା ପରେ ଏଇଠି ଲେଖିଦେବେ ଯେ ରାଇଟ୍ ଏ ସମ୍ବଲପୁରୀ ସଙ୍ଗ ଲିରିକ୍ସ। ମୁଁ ଲେଖିଦେଉଛି ରାଇଟ୍ ଏ ସମ୍ବଲପୁରୀ ସଙ୍ଗ ଲିରିକ୍ସ। ଲେଖି ସାରିଲା ପରେ ଏମିତି ଲେଖିଦେଲେ ବି ଆପଣଙ୍କୁ ସେ ଗୋଟେ ଗୀତ ଦେଇଦେବ। କିନ୍ତୁ ଯଦି ଚାହୁଁଛନ୍ତି ଯେଉଁ ସମ୍ବଲପୁରୀରେ ଗୋଟେ ନିଜର ଗୋଟେ କିଛି ୱାର୍ଡ଼ ଗୁଡ଼ାକ ଥିବ ତାହା ବି ଆପଣ ଦେଇପାରିବେ, ହେଲେ ସେ ପ୍ରପାରଲି ଗୋଟେ ଲିରିକ୍ସ ସେ ଲେଖିଦେବ। କ'ଣ କରିବେ? ଯେମିତି ମୁଁ କିୱାର୍ଡ଼ସ୍ ଦେଇଦେଉଛି, କିୱାର୍ଡ଼ସ୍ ଲେଖି ସାରିଲା ପରେ ଆପଣ ଏଠି ଓଡ଼ିଆରେ ଲେଖିଦେବେ। ଯେମିତି ମୁଁ ଗୋଟେ ଯେଉଁ ଗୀତଟି ଆପଣଙ୍କୁ ଶୁଣେଇଲି ସେଇଟା ଲେଖିଥିଲି କ'ଣ, ମାନେ ମୋ ନିଜେ ହିଁ ଦେଲି, ଲେଖିଦେଲି କ'ଣ? ହାଇରେ ମୋର ରଙ୍ଗବତୀ ଯାଉଛୁ କାହିଁ ହଲି ହଲି। ଏତିକି ହିଁ ଲେଖିଦେଲି। ତାପରେ ସେ ମୋତେ ସେଇ ଗୀତର ପୁରା ଲିରିକ୍ସଟି ଦେଇଥିଲା। ମୁଁ ବି ଏଠି ଲେଖିକରି ଆପଣଙ୍କୁ ଦେଖାଇ ଦେଉଛି ଓଡ଼ିଆରେ। ଦେଖନ୍ତୁ, ଏତିକି ଲେଖିଦେଲି, ହାଇରେ ମୋର ରଙ୍ଗବତୀ ଯାଉଛୁ କାହିଁ ହଲି ହଲି। ଏଇଟା ମୋର ନିଜ ଆଡ଼ୁ ମୁଁ ଗୋଟେ ଚିନ୍ତା କରିକି ଲେଖିଦେଲି। ଆପଣ ବି ସେମିତି କିଛି ଯଦି ଥିବ ଲେଖିଦେବେ ମନରେ ଯେଉଁ ଆସିଲା। ତାପରେ କ'ଣ କରିବେ? ଲେଖିଦେଲା ପରେ ଏଇଠି ଯେଉଁ ଡାହାଣ ସାଇଡ଼୍ ଦେଖନ୍ତୁ ଗୋଟେ ତୀର ଚିହ୍ନଟି ଅଛି ଉପର ଆଡ଼କୁ ମୁହଁ କରି, ତା ଜାଗାରେ ଆପଣ ଏଠି କ୍ଲିକ୍ କରିଦେଲେ ସେ ଆପଣଙ୍କୁ ଲିରିକ୍ସଟି ଦେଇଦେବ। ଏଇଠି ଦେଖନ୍ତୁ କ୍ଲିକ୍ କରିଦେଲି। କ୍ଲିକ୍ କରିଦେଲା ପରେ ସେ ଆମକୁ ଗୋଟେ, ଏଇଟା ଦେଖନ୍ତୁ ସେ ଲେଖୁଛି, ଲେଖିବା ଟିକେ ସମୟ ଲାଗୁଛି। ଏଇଟା ଦେଖନ୍ତୁ ସେ ଲିରିକ୍ସଟି ଆମକୁ ପୁରା ମୁଖୁଡ଼ା ଅନ୍ତରା ମିଶେଇକି ଦେଇଦେଲା। ହେଲା, କ'ଣ ଦେଇଦେଲା? इंट्रोडक्शन छाड़ दरकार नहीं प्रथम देदेला
ହାଇ ରେ ମୋର ରଙ୍ଗବତୀ ଯାଉଛୁ କାହିଁ ହଲି ହଲି ମୁଁ ତାର ଲେଖିଲି ତାପରେ ତାକୁ ମିଶେଇ କରି ଦେଖନ୍ତୁ ସେ ତୋର ସେ ନଜର ମିଛି ମିଛି ମୋର ଦିଲ করে ଧଡ଼କି ଧଡ଼କି ତୋର ଚାଲି ମିଠା ମିଠା ମତେ କରିଦେଲା ଦିବାନା ଦିନେ ରାତି ତକେ ଭାବି ହେଉଛି ମୁଁ ପାଗଲ ନା। ଯାହା ହଉ ଆପଣ ଲିରିକ୍ସଟି ପାଇଗଲେ। ତାପରେ କ'ଣ କରିବେ ଏଇ ଲିରିକ୍ସଟିକୁ ଆପଣ এইଠୁ ପୁରା କପି କରିନେବେ। এইଠୁ ପୁରା କପି କରିନେବେ। କପି କରି ସାରିଲା ପରେ ଆସିଗଲା ସିଲେକ୍ଟ କରି ସାରିକି ତାକୁ ଏଠି ଯେଉଁ କପି ଅପସନ୍ଟି ଆସିବ ଆପଣ କପି କରିଦେବେ। ମୁଁ ମୋର ଯେଉଁ ଗୀତଟି ପ୍ରଥମେ ଶୁଣେଇଲି ଏଇପରି ଲିରିକ୍ସଟି ପାଇଲି ମାନେ ମୁଁ କେମିତି ଲିରିକ୍ସଟି ପାଇଲି ଆପଣଙ୍କୁ ଦେଖେଇଦେଲି। ବର୍ତ୍ତମାନ ମୁଁ ସେଇ ଗୀତଟିକୁ କେମିତି ତିଆରି କରିଛି ଯେଉଁଟା ଶୁଣେଇଲି ତାର ପ୍ରୋସେସ୍ ମୁଁ କହିଲି। ଏଠି ମୁଁ ଆପଣଙ୍କୁ ଦେଖେଇଦେଲି ଯେ ଲିରିକ୍ସଟି ଆପଣ ପାଇବେ କେମିତି ମାନେ ଏଇପରି ଭାବରେ ଗୋଟେ ନୂଆ ଲିରିକ୍ସ ଆପଣ ପାଇଯିବେ। ଏଇଟା ଚାଟ୍ ଜିପିଟି ପାଇଯିବେ କିମ୍ବା ଆପଣ ସେଇ ଗୁଗୁଲ କ୍ରୋମ୍ରେ ଆପଣ କ'ଣ କରିବେ ଗୁଗୁଲ କ୍ରୋମ୍ରେ ଆପଣ ଜେମିନାଇକୁ ବି ଯାଇକି ଏଠି ଯେଉଁ ଜେମିନାଇ ଅପସନ୍ ଲେଖିଦେଲେ ଆସିଯିବ। ଏଇଟା ଯେଉଁ ଜେମିନାଇ ଅପସନ୍ ଆସିଯିବ। ଏଠି ବି ମଧ୍ୟ ଆପଣ ଲିରିକ୍ସଟି ପାଇଯିବେ। କେମିତି ପାଇବେ ଏଇଠି ଯେଉଁ ଆସ୍କ ଜେମିନାଇ ଲେଖିଛି ଏଇଠି ଆପଣ ସେମିତି ଲେଖିଦେବେ ରାଇଟ୍ ଏ ସମ୍ବଲପୁରୀ ସଙ୍ଗ ଲିରିକ୍ସ ତାପରେ ଯେମିତି କମାଣ୍ଡ ଦେଲି ସେମିତି ଦେଇଦେବେ ସିଏ ଆପଣଙ୍କୁ ଲେଖିକିରି ଦେଇଦେବ। ଆପଣ ଲିରିକ୍ସଟି ପାଇଗଲେ। ବର୍ତ୍ତମାନ ସେ ଲିରିକ୍ସଟି ପାଇଲା ପରେ କ'ଣ କରିବେ ଆପଣଙ୍କର ମୋବାଇଲ ଫୋନରେ ଯେଉଁ ରେକର୍ଡର ଅଛି ଗୋଟେ ସୁର ଦେଇକରି ତାକୁ ଆପଣ ରେକର୍ଡ କରିଦେବେ। ମାନେ ଯେଉଁ ଲିରିକ୍ସଟି ଆପଣ ପାଇଲେ ସେଇ ଲିରିକ୍ସଟିରେ ଗୋଟେ ଆପଣ ନିଜ ଆଡ଼ୁ ସୁର ଗୋଟେ ଦେଇଦେବେ। ଯେମିତି ମୁଁ ସେଇ ଯେଉଁ ଲିରିକ୍ସଟି ମୁଁ ଲେଖିଥିଲି ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଏଇଟା ଦେଖନ୍ତୁ ଏଇଟା ହେଉଛି ସେଇ ଲିରିକ୍ସଟି। ଏଇ ଲିରିକ୍ସଟିକୁ ମୁଁ ସେଇପରି ଭାବରେ ଚାଟ୍ ଜିପିଟିରୁ ତିଆରି କରିଥିଲି। ଏଇ ଲିରିକ୍ସଟିକୁ ବର୍ତ୍ତମାନ କ'ଣ କରିବେ ଆପଣ ମୋବାଇଲ ଫୋନରେ ଯେଉଁ ଅଛି ଆପଣଙ୍କର ରେକର୍ଡର ଥିବ ସମସ୍ତଙ୍କର ମୋବାଇଲରେ ରେକର୍ଡର ଅଛି ସେ ରେକର୍ଡରକୁ ଅନ୍ କରିବେ। ରେକର୍ଡରକୁ ଅନ୍ କଲା ପରେ ଏଠି ଆପଣ ତାକୁ ରେକର୍ଡ କରିନେବେ ନିଜ ଭଏସର ଗୋଟେ ସୁର ଦେଇକରି। ମୁଁ ବି ଦେଖନ୍ତୁ ଯେମିତି କ'ଣ ଦେଇଛି ସୁରଟି ହେଉଛି ମୁଁ ବି ରେକର୍ଡ଼ିଂ କରିଦେଉଛି ଦେଖନ୍ତୁ। ଆଚ୍ଛା ଏଠି ମୋର ବର୍ତ୍ତମାନ ରେକର୍ଡ ହେଇପାରୁନି କାହିଁକିନା ମୁଁ ସ୍କ୍ରିନ୍ ରେକର୍ଡ଼ିଂ କରୁଛି ତ ମୁଁ ଯେଉଁ ରେକର୍ଡ କରିଛି ନିଜ ଭଏସରେ ସେଇଟା ଆପଣଙ୍କୁ ମୁଁ ଶୁଣେଇ ଦେଉଛି। ଏଇଟା ଶୁଣନ୍ତୁ। ହାୟ ରେ ମୋର ରଙ୍ଗବତୀ ଯାଉଛୁ କାଇଁ ହଲି ହଲି ହାୟ ରେ ମୋର ରଙ୍ଗବତୀ ଯାଉଛୁ କାଇଁ ହଲି ହଲି। ଏଇଟା ଦେଖନ୍ତୁ ମୁଁ ନିଜେ ରେକର୍ଡ଼ିଂ କରିଛି ସେଇଟା ହାୟ ରେ ମୋର ରଙ୍ଗବତୀ ଯାଉଛୁ କାଇଁ ହଲି ହଲି তোর চেহারা দেখি করি গো মন যাଉଛି জলি জলি তোর চেহারা দেখি করি গো মন যাଉଛି জলি জলি। ଏମିତି ମୁଁ ଏଇଟା ଗୀତଟିକୁ ରେକର୍ଡ଼ିଂ କରିଦେଲି। କେତେ ସମୟ 60 ସେକେଣ୍ଡରୁ କମ୍ ମାନେ 55-56 ସେକେଣ୍ଡ ପର୍ଯ୍ୟନ୍ତ ଆପଣ ଗୀତଟିକୁ ରେକର୍ଡ କରିବେ। ରେକର୍ଡ କରିସାରିଲା ପରେ କ'ଣ କରିବେ ସେଇ ଗୀତଟିକୁ ଏମିତି ଟେପ୍ କରି ରଖିବେ। ଟେପ୍ କରି ରଖି ସାରିଲା ପରେ ଏଠି ତ ପ୍ରଥମ ଏମିତି ଦେଖନ୍ତୁ ଡେଟ୍ ହିସାବରେ ସିଏ ସେଭ୍ ହେବ। ତାକୁ ପ୍ରଥମେ ରିନେମ୍ କରିଦେବେ। ଯେଉଁ ମୁଖଡ଼ାଟି ଆପଣଙ୍କ ଥିବ ମାନେ ରିନେମ୍ କରିଦେଲେ ଖୋଜିବା ପାଇଁ ସୁବିଧା ହେବ। ଏଠି ଯେମିତି ମୋର ରିନେମ୍ ଅପସନ୍ ଅଛି ସେଇ ରିନେମ୍ ଉପରେ ଆପଣ ଟେପ୍ କରିଦେବେ। ଟେପ୍ କରିଦେଲା ପରେ ଏଇ ଅପସନ୍ଟି ଆସିଯିବ। ଆପଣଙ୍କ ଯେଉଁ ରିନେମ୍ ଦେବାର ଥିବ ଦେଇକରି ଏଠି ଓକେ କରିଦେବେ। ରିନେମ୍ ହେଇଗଲା। ତାପରେ ତାକୁ କ'ଣ କରିବେ ଏଇ ନିଜ ଭଏସ୍ର ରେକର୍ଡଟିକୁ ଗୀତଟିକୁ ନିଜ ଯେଉଁ ଭଏସ୍କୁ ରେକର୍ଡ କଲେ ତାକୁ ନିଜ ଫାଇଲ୍ ମ୍ୟାନେଜରକୁ ନେଇକି ସେଭ୍ କରିବେ। କେମିତି କରିବେ ପୁଣି ଥରେ ସେଇଠି ଟେପ୍ କରିବେ। ଏଇଠି ଦେଖନ୍ତୁ ସେଭ୍ ଏଜ୍ ଅଛି ସେଭ୍ ଏଜ୍ ମାରିଦେବେ। ତାପରେ ଆପଣଙ୍କର ଯେଉଁ ଫୋଲ୍ଡରରେ ରଖିବେ ଏଠି ଯେମିତି ମୋର ମ୍ୟୁଜିକ୍ ଫୋଲ୍ଡରରେ ମୁଁ ରଖୁଛି ତେଣୁ ମ୍ୟୁଜିକ୍ ଫୋଲ୍ଡରଟି ସିଲେକ୍ଟ ହେଲା। ତାପରେ ୟୁଜ୍ ଦିସ୍ ଫୋଲ୍ଡର ଉପରେ ଆପଣ ଏଠି କ୍ଲିକ୍ କରିଦେବେ। ହେଲେ କ'ଣ ହେବ ଆପଣଙ୍କର ଗୀତଟି ଯାଇକରି ସେଇ ମ୍ୟୁଜିକ୍ ଫୋଲ୍ଡରରେ ଯାଇକରି ସେଭ୍ ହେଇଗଲା। ତାପରେ କ'ଣ କରିବା ବର୍ତ୍ତମାନ ଆମେ ମୋବାଇଲ ଫୋନରେ ସେଇ ସୁନୋ AI ଆପ୍ଲିକେସନକୁ ଯିବା। ଦେଖନ୍ତୁ ଗୀତ ଟିକେ ମାନେ ଭିଡ଼ିଓ ଟିକେ ଲମ୍ବା ହେବ କିନ୍ତୁ ଆପଣ ପ୍ରପର ୱେରେ ଗଲେ ଯାଇକରି ଆପଣ ସମ୍ବଲପୁରୀ ସଙ୍ଗଟିକୁ ତିଆରି କରିପାରିବେ। କାହିଁକିନା AI ମାନେ ରିଜନାଲ ଲାଙ୍ଗୁଏଜକୁ ବହୁତ କମ୍ ରିଡ୍ କରେ। ସେ ବିଶେଷ କରି ବେଶୀ ନ୍ୟାସନାଲାଇଜ ଲାଙ୍ଗୁଏଜକୁ ଟିକେ ବେଶୀ ଇଏ କରିଥାଏ। ତ ପ୍ରପର ସମ୍ବଲପୁରୀ ୱେରେ କରିବାକୁ ହେଲେ ଆପଣ ମୁଁ ଯେଉଁ ପ୍ରୋସେସଟି କହୁଛି ଠିକ୍ ଭାବରେ ଭିଡ଼ିଓଟି ପୁରା ଦେଖନ୍ତୁ ତାହେଲେ ନିଜେ ମଧ୍ୟ ଗୋଟେ ସମ୍ବଲପୁରୀ ସଙ୍ଗ କିମ୍ବା ଅନ୍ୟ ଯେକୌଣସି ରିଜନାଲ ସଙ୍ଗ ଆପଣ ତିଆରି କରିପାରିବେ। ତ କ'ଣ କରିବେ ସେଇ ସୁନୋ AI ଆପ୍ଲିକେସନକୁ ଅନ୍ କରିବେ। ତାପରେ କ'ଣ କରିବେ
এই ଆପ୍ଲିକେସନ୍ को ଅନ୍ କଲାପରେ ଏହିପରି ଇଣ୍ଟରଫେସ୍ଟି ଆସିଯିବ। ଆପଣ କ'ଣ କରିବେ, ଏଇଠି ତଳେ ଯେଉଁ ଆପଣଙ୍କର ସଙ୍ଗ ଚିହ୍ନଟି ଅଛି ତଳେ ସଭା ମଝିରେ, ତା ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣଙ୍କର ଇଣ୍ଟରଫେସ୍ଟି ଦେଖନ୍ତୁ ଗୋଟେ ଅଲଗା ଆସିଗଲା। ବର୍ତ୍ତମାନ ଏଠି କ'ଣ କରିବେ, ଏଠି ଯେଉଁ ଉପରେ ଦେଖନ୍ତୁ ପ୍ରଥମେ ପ୍ଲସ୍ ଅଡ଼ିଓ ଅଛି, ସେଇ ପ୍ଲସ୍ ଅଡ଼ିଓ ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ତଳେ ଦେଖନ୍ତୁ ଦୁଇଟି ଅପସନ୍ ଆସିବ, ରେକର୍ଡ଼। ଆପଣ ଏଠି ଡାଇରେକ୍ଟ ରେକର୍ଡ଼ ବି କରିପାରିବେ ପ୍ଲସ୍ ଆପଲୋଡ଼ କରିପାରିବେ ଯଦି ଆଗରୁ ଆପଣ ରେକର୍ଡ଼ କରିଥିବେ। ତ ମୁଁ ଏଠି ଡାଇରେକ୍ଟ ରେକର୍ଡ଼ କରିପାରୁନି କାହିଁକି ମୋର ସ୍କ୍ରିନ୍ ରେକର୍ଡ଼ ଚାଲିଛି, ହେଇପାରିବ ନାହିଁ। ତେଣୁ ମୁଁ ଆଗରୁ ହିଁ ରେକର୍ଡ଼ କରି ରଖିଛି ସେଇ ଗୀତଟିକୁ, ଆପଣଙ୍କୁ ଏଇଠି ମୁଁ আপলোড କରିକି ଦେଖେଇବି। ତ କ'ଣ କରିବେ, ସେଇ ଆପଲୋଡ଼ ଉପରେ ଆପଣ ବି କ୍ଲିକ୍ କରିଦେବେ, ଆଗରୁ ରେକର୍ଡ଼ କରିଥିବେ। ତାପରେ ଦେଖିବେ କେଉଁଠି ଆପଣ ରଖିଛନ୍ତି ଗୀତଟିକୁ। ମୁଁ ଦେଇଛି କ'ଣ, ହାଇରେ ମୋର ରଙ୍ଗବତୀ ନାମ ଦେଇଛି ସେଇ ଗୀତଟିକୁ। ବର୍ତ୍ତମାନ এই ଗୀତଟିକୁ ମୁଁ କରିଥିଲି, ଏଇଟା ହାଇରେ ମୋର ରଙ୍ଗବତୀ, ମୁଁ ରେକର୍ଡ଼ କରିଛି ନିଜ ଭଏସ୍ରେ, ତାକୁ ମୁଁ ଏଠି କ୍ଲିକ୍ କଲି। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଆସିଗଲା, ଆପଣ ଶୁଣି ବି ନେବେ। हाय रे मोर रंगवती जाऊछु काई हली हली। ଶୁଣି ନେଲା ପରେ ଦେଖିବେ ଆପଣଙ୍କ ଗୀତଟି ଆସିଗଲା। ତାପରେ ଏଇଠି ସେଭ୍ କରିଦେବେ। ସେଭ୍ କରିଦେଲା ପରେ ଆପଣଙ୍କର ଭଏସ୍ର ରେକର୍ଡ଼ ହେଇଥିବା ଗୀତଟି ଏଠି ସେଭ୍ ହେଇଯିବ। ଉପରେ ଦେଖନ୍ତୁ ସେଭ୍ ହେଉଛି, ଟିକେ ସମୟ ଲାଗିବ। ଦେଖନ୍ତୁ ବର୍ତ୍ତମାନ ଗୀତଟି ଏଠି আপলোଡ଼ ହେଇଗଲା। আপଲୋଡ଼ ଯେତେ ପର୍ଯ୍ୟନ୍ତ ନ ହୋଇଛି ଆପଣଙ୍କର ନିଜ ଭଏସ୍ର ଗୀତ ସିଏ ତିଆରି କରିକି ଦେଇପାରିବ ନାହିଁ ନିଜ ସୁରର। আপলোଡ଼ ହେବା ଦରକାର ନିଜର ଗାଇଥିବା ଭଏସ୍ଟି। ତାପରେ ଏଇଟା ଶୁଣି ବି ପାରିବେ। ଏଇଟା ଦେଖନ୍ତୁ, हाय रे मोर रंगवती जाऊछु काई हली हली। ମୁଁ ଗାଇଥିବା ଭଏସ୍ର ଗୀତଟି ଏଠି আপଲୋଡ଼ ହେଇଗଲା। ବର୍ତ୍ତମାନ କ'ଣ କରିବେ, ଆପଣ ଯେଉଁ ଗୀତଟିକୁ ତିଆରି କରିବେ ତାର ଲିରିକ୍ସ ସେମ୍ ହେବା ଦରକାର। କାହିଁକିନା ଗାଇଥିବେ ଅଲଗା ଲିରିକ୍ସ, ତାପରେ ଲିରିକ୍ସରେ ଏଠି ଦେଇଦେବେ ଲିରିକ୍ସ ଅଲଗା ହେବ ନାହିଁ। ଆପଣ ଯେଉଁ ଲିରିକ୍ସଟିରେ ଗାଇବେ ସେଇ ଲିରିକ୍ସଟିକୁ ହିଁ ଏଠି আপଲୋଡ଼ କରିବେ। ତ ମୁଁ କ'ଣ କରୁଛି, ସେଇ ଲିରିକ୍ସଟି ଏଠି আপଲୋଡ଼ କରୁଛି। ବର୍ତ୍ତମାନ କ'ଣ କରୁଛି, ଯେଉଁ ଗୀତଟି ଗାଇଲି ଏଠି ମୁଁ ପେଷ୍ଟ କରିଦେଲି। କେଉଁ ଗୀତଟି ଗାଇଥିଲି ଦେଖନ୍ତୁ, ହାଇରେ ମୋର ରଙ୍ଗବତୀ ଯାଉଛୁ କାହିଁ ହଲି ହଲି, তোর চালি দেখি করিগ মন যাউছে জরি জরি ହେଲା। ଏଇଟା ମୋର ଗୀତଟା। ବର୍ତ୍ତମାନ କ'ଣ କରିବା, ଏଇଠି ମେନ୍ କାମ ଲିରିକ୍ସ ଦେଇଦେଲେ, ଆପଣଙ୍କର ଭଏସ୍ ଦେଇଦେଲେ, ତାପରେ ଟିକେ ତଳକୁ ସ୍କ୍ରୋଲ୍ ଡାଉନ୍ କରିବେ। ଏଇଠି ଷ୍ଟାଇଲ୍ସ ଲେଖା ହେଇଛି, ଏଇଠି ବର୍ତ୍ତମାନ ଠିକ୍ ଜିନିଷ ଲେଖିବେ। ଏଇଠି କ'ଣ, ପ୍ରଥମେ ଆମକୁ ସମ୍ବଲପୁରୀ ଗୀତ ତିଆରି କରିବାର ଅଛି। ତ ଲେଖିଦେବା ଆମେ ସମ୍ବଲପୁରୀ ଲେଖିଦେଇକିରି କମା ଦେଇଦେବେ। ବର୍ତ୍ତମାନ ମେଲ୍ ଭୋକାଲ କରିଦେବେ। ଯଦି ପୁଅ ଗୀତର ଟନ୍ରେ କରିବେ ତ ମେଲ୍ ଭୋକାଲ ଲେଖିବେ, ଯଦି ଝିଅ ଟନ୍ରେ କରିବେ ତ ଝିଅ ଫିମେଲ୍ ଭୋକାଲ କରିବେ। ମେଲ୍ ଭୋକାଲ ଏଠି କରିଦେଲେ। ତାପରେ ଏଇଠି ବର୍ତ୍ତମାନ ଇନଷ୍ଟ୍ରୁମେଣ୍ଟ ଦେବେ। ବର୍ତ୍ତମାନ ଏଇଠି ଆପଣ ଇନଷ୍ଟ୍ରୁମେଣ୍ଟ ଦେବେ। ସମ୍ବଲପୁରୀ ଗୀତରେ କେଉଁ କେଉଁ ଇନଷ୍ଟ୍ରୁମେଣ୍ଟ ସବୁ ଲାଗେ ଆପଣ ଏଇଠି ସେଇ ଇନଷ୍ଟ୍ରୁମେଣ୍ଟ ଗୁଡ଼ାକ ଏଡ଼୍ କରିବେ। ଯେମିତି ଢୋଲ ଲାଗେ, ନିଶାନ ଲାଗେ, ତାସା ଲାଗେ, ଧୁମସା ଲାଗେ। ସେଇ ଆମ ଯେଉଁ ରିଜିଓନାଲ ସଙ୍ଗରେ ଯେଉଁ ସବୁ ମ୍ୟୁଜିକ୍ ଗୁଡ଼ାକ ହ୍ୟାଣ୍ଡସ୍ ମାନେ ଇନଷ୍ଟ୍ରୁମେଣ୍ଟ ଲାଗିଥାଏ ଏଠି ଦେବେ। ଯେମିତି ମେଲ୍ ଭୋକାଲ ପରେ ମୁଁ ଦେଇଦେଲି କ'ଣ, ଢୋଲ ଦେଇଦେଲି, ତାପରେ ଦେଇଦେଲି ନିଶାନ ଦେଇଦେଲି, ତାପରେ ତାସା ଦେଇଦେଲି, ତାପରେ ଧୁମସା ଦେଇଦେଲି, ତାପରେ ଇନଷ୍ଟ୍ରୁମେଣ୍ଟ ଠିକ୍ ହିସାବରେ ହିଁ ଆପଣ ଦେବେ। ତାପରେ କ'ଣ ଦେଇଦେବେ, ଟିକେ ବେସ୍ ଲାଗିଥିବା ଦରକାର, ବେସ୍ ଦେଇଦେଲି। ତାପରେ ପେଡ଼୍ ଟିକେ ଲାଗିଥିବା ଦରକାର, କାହିଁକିନା ପେଡ଼୍ରେ ପାର୍କାସନ୍ ସବୁ ଥାଏ, ସେଇଟା ସବୁ ଟିକେ ଆସିଯିବ। ଏତିକି ଦେଇସାରିଲା ପରେ ଏଠି ଡାହାଣ ସାଇଡ଼୍ ଦେଖନ୍ତୁ ଆପଣଙ୍କର ଗୋଟେ AI ଚିହ୍ନଟି ଅଛି, ସେଇଟିକୁ କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲେ କ'ଣ ହେବ, ସେ ଆପଣଙ୍କର ସମ୍ବଲପୁରୀର ଗୋଟେ ପ୍ରମ୍ପ୍ଟ ଗୀତ କେମିତି ଲେଖିବେ ତାର ପ୍ରମ୍ପ୍ଟ ଗୋଟେ ସେଇଠି କ୍ରିଏଟ୍ କରିଦେଲା। ହେଇଗଲା ବର୍ତ୍ତମାନ ଏତିକି। ତାପରେ କ'ଣ କରିବେ, ତଳକୁ ଆସିବେ। ତଳକୁ ଆସିଲା ପରେ ଏଠି ଯେଉଁ ଗୀତଟି ଆପଣ
अपलोड करथिबो सेही नाम रे एठी गीतटी सिलेक्ट हिगला गीतर नामटी सिलेक्ट हिजो ऑटोमेटिक जो गीतटा गाइकरी आपण एठी देइथिबे तापर कोन करबे एठी जो तळे जो क्रिएट ऑप्शन टी अछि से क्रिएट ऊपर आपण एठी क्लिक कर देबे क्रिएट ऊपर क्लिक कर देला परे संगे संग आपण को दुईटी गीत एठी से तैयारी करिकिरी देई देबो हली हली तोर चाली देखी करी गो मन जाऊ छे जड़ी जड़ी देखंतु दुईटा गीत आमे पाई गलु माने प्रॉपर जो हिसाब रे आपण गाई थिबे जो हिसाब रे लिरिक्स देथिबे सही हिसाब रे ही से आपण को ऐड करिकि देई दिबो म्यूजिक काहे ना प्रॉपर वे रे आपण म्यूजिक माने इंस्ट्रूमेंट लेखि थिबे जो भाव रे मु कहिली पाई गले गीत दुईटी आसी गला तापरे ताकू आपण ताकू डाउनलोड करिवे केमती जो गीत आसी गला से गीत ऊपर ऊपर मु एठी प्रथम गीतटी को मु डाउनलोड करूची आपण ता ऊपर क्लिक करिवे क्लिक कला पर तले देखो प्ले ऑप्शन टी आसी गला एटा तले तापरे सेही प्ले ऑप्शन ऊपर क्लिक करिवे क्लिक कला पर एठी देखंतु आपण को डाहान साइड तले जो तीनटी डॉट अछि सेही तीनटी डॉट ऊपर आपण एठी क्लिक करिवे क्लिक कला पर तले देखंतु आपण को डाउनलोड ऑप्शन टी अछि सेही डाउनलोड ऑप्शन ऊपर आपण एठी क्लिक कर देबे क्लिक कला पर डाउनलोड एनीवे जो लेखा बाहरिबो अपग्रेड ऊपर जिबे नाही डाउनलोड एनीवे जगह रे आपण एठी क्लिक कर देबे क्लिक कर देला परे आपनकर गोटे फोल्डर को सिलेक्ट कर दबो तापर एठी हाय देखनु मोर से गीतटी आसी गला एठी तापर एठी सेव कर देबे सेव ही गला परे सेठी हमर लेखा बाहरी जिवो देखो गीतटी सेव ही गला बोली टिके समय लागे ए देखंतु सेव टू हायरे मोर रंगवती mp3 सेव टू योर डाउनलोड चलंतु मु से गीतटी जो गीतटी वर्तमान मु तयारी करली देखो मोर फाइल मैनेजर को आसी गला मु आपन को सुनी दउची जोटा बे तयारी करली सेही गीतटी तोर चाली देखी हाय रे मोर रंगवती जाऊ छु काहे हली हली हाय रे मोर रंगवती जाऊ छु काहे हली तो देखिले एहीपरि भाव में आपण निज मोबाइल फोन रे फ्री रे म्यूजिक सहित ऐड करिके गोटे संबलपुरी गीत तैयारी करि परिबे एवं जोटा कि पूरा निजर कहारी पाखरु आपण किछि लिरिक्स नै नाहंती काहारी टू म्यूजिक नै नाहंती पूरा निजर एटा आपण निज मोबाइल रे सेव भी करि परिबे एवं जे कोनसे सोशल साइट ताकू अपलोड भी करि परिबे किछि आपनकर कॉपीराइट आसीबो नाही किंतु जतेबेले अपलोड करेंगे लिखिदेवे एआई जेनेरेटेड हेले किसी असुविधा ना तो यहीपरि भाव में आप समस्ते संबलपुरी सॉन्ग गोटे क्रिएट करंतु बिल्कुल फ्री रे तो आज ये पुणी थे आप सहित अन्य एक टेक्निकल वीडियो देखा नमस्कार वंदे उत्कल जननी।